ମୁଁ ସନ୍ତୋଷ କୁମାର ଧର୍ମଶାଳା ଯାଜପୁର ରିପୋର୍ଟର ଅଛି, ଡିସି ଅଛି ପ୍ରିଣ୍ଟ ମିଡିଆର, ସମାଜସେବୀ ଅଛି, ସ୍ୱଚ୍ଛାବିତ ଅଛି, ଆଉ ଡ୍ୟାନ୍ସର ସିଙ୍ଗର ବି ଅଛି, ସୋସିଆଲ ୱାର୍କର କାମ ଆଜ୍ଞା। ବିଗତ ଦିନ ହେଇଥିଲା ମୋର ସେ ଆକ୍ସିଡେଣ୍ଟ, ଏକ ଏମିତି କି ମୋ ଜୀବନରେ ସେ ଆକ୍ସିଡେଣ୍ଟଟା ସବୁବେଳେ ଅବହେଳା ସୃଷ୍ଟି ହୋଇ ରହିଯିବ। ସେ ଆକ୍ସିଡେଣ୍ଟ ସ୍ଥଳେ ବା ସେ ଆକ୍ସିଡେଣ୍ଟ ଯୋଉ ମୁହୂର୍ତ୍ତ କେବେ ମୁଁ ଜୀବନରେ ଭୁଲି ପାରିବି। ଭଗବାନ ଆଶୀର୍ବାଦରୁ ଆପଣ ନୂତନ ଜୀବନ ପାଇଛନ୍ତି ବୋଲି କହିଲେ ଅସତ୍ୟ ହେବ। ଆପଣ ସେଇ ସମୟରେ ସେ ସ୍ଥାନରୁ କେମିତି ମେଡିକାଲ ଗଲେ, କେମିତି କଣ ସେଇ ତା ଭିତରେ କିଛି ଅନୁଭୂତି ଅଛି କହିବେ? ଦେଖନ୍ତୁ, ଗୋଟେ କଥାରେ ଅଛି ଯେତେ ସଜେଇଲେ ଏ ମନ ତ ମାନେନି, ମୋ ଅପାକୁ ସୁନ୍ଦର ରୂପା ପାଉନି। ଆପଣ ଏ କଥାଟା ମୁଁ କାହିଁକି କହୁଛି, ମୋ ହୃଦୟକୁ ଛୁଉଁଛି। ଏ କଥାଟା ଏଇଥିପାଇଁ ମୁଁ କହୁଛି, ଆପଣ ଧର୍ମଶାଳାରେ ଏକ ସୁନ୍ଦର ମହିଳା ଯେକି ତାଙ୍କ ନାଁ ହଉଛି ସୁପ୍ତିରେଖା ପହି। ସୁପ୍ତିରେଖା ପହି, ମୁଁ ତାଙ୍କୁ ପ୍ରଥମେ ଦେଖିଥିଲି ଏକ କଂଗ୍ରେସର ମିଟିଂରେ। ସେ ଗୋଟେ ପାଣି ବୋତଲ ମତେ ଡୋନେଟ୍ କରିଥିଲେ। ମୁଁ ଆଜ୍ଞା ପାଣି ଟିକେ ମିଳିବ କି? ସେ ଗୋଟେ ପାଣି ବୋତଲଟେ ମତେ ଡୋନେଟ୍ କରିଥିଲେ। କଥାଟା ନିରାଟ ସତ୍ୟ। ପତ୍ରକାର ମାନସ ରଞ୍ଜନ ଜେନା ସେ ଜାଗାରେ ଉପସ୍ଥିତ ଥିଲେ, ଯିଏକି ପ୍ରମେୟର ମଝିରେ ସକାଳ ପ୍ରିଣ୍ଟ ମିଡିଆରେ କାର୍ଯ୍ୟ କରୁଥିଲେ। ତାଙ୍କ ଘର ବି କୋତପୁର। ଆସ୍ତେ ଆସ୍ତେ ତାଙ୍କ ସହିତ ମିଶିବା ଟାଇପ ହେବା ପରେ ମୁଁ ଜାଣିଲି ଏଇ କୋତପୁର ଝିଅ। ସେଥିପାଇଁ କହିଲି ସେ ମୋ ଭଉଣୀ ବୋଲି, ସେ ମୋ ବେଷ୍ଟ ଫ୍ରେଣ୍ଡ। ଏଇଥିପାଇଁ କହିଲି ଯୋଉ ଆକ୍ସିଡେଣ୍ଟ ଦିନ ସେ ଧମସା ମେଡିକାଲ ମୋ ପାଖରେ ଉପସ୍ଥିତ ଥିଲେ। ସେତେବେଳେ 108 ଗାଡିରେ ମତେ ରିସିଭ କରି ଏବଂ ମତେ ନେଇ ପହଞ୍ଚାଇ ଦେଇଥିଲେ। ତାପରେ ମତେ କଟକ ରେଫର କରି ମେଡିକାଲ ଷ୍ଟାଫ ବା ଡକ୍ଟର ରେଫର କରିଦେଲେ କଟକକୁ। ମୁଁ କଟକରେ ପହଞ୍ଚିଲା ବେଳେ ସୁପ୍ତିରେଖା ପହି ସେ ଜାଗାରେ ଉପସ୍ଥିତ ଥିଲେ। ମୁଁ 108 ଯେତେବେଳେ ପଦାକୁ ବାହାରିଲି, ମୋ ସାମ୍ନାରେ ଅଛନ୍ତି ସେ ମହିଳା ଜଣଙ୍କ, ଯେକି ତାଙ୍କ ନାଁ ହଉଛି ସୁପ୍ତିରେଖା ପହି। ମୁଁ ଭୂମିଷ୍ଠ ପ୍ରଣାମ ଜଣାଉଛି ସେ ଭଉଣୀକୁ। ଯେତେ ସତେଇଲେ ମନ ତ ମାନି ଅପାକୁ ସୁନ୍ଦର ମୋ ରୂପା ପାଉଛି। ଆଗାମୀ ଦିନରେ ଦ୍ୱିତୀୟ ଓଷା ଆସୁଛି, ମନେ ପକାଉଛି ସେ ଭଉଣୀଟିକୁ। ମିରାକିଲ ଅଛି, ଜଗନ୍ନାଥଙ୍କର ଆଶୀର୍ବାଦରେ ମୁଁ ନୂଆ ଜୀବନ ପାଇଛି। ଯେତେ ତ ଦେଲେ ମାନେ ସରିବନି, ଆଉ ଯେତେ ତ ଦେଲେ ଭଉଣୀକୁ ପଇସା ମାନେ ଧନ ମାଡେ। ମୁଁ ଏଇଆ କହିବି ସେ ମହିଳାକୁ ଜଗନ୍ନାଥ ସଦାବେଳେ ସାହା ହେବେ। ସେତିକି ବା ନିତୁକୁ ମୁଁ ତା ନିକ୍ ନେମରେ ଡାକେ ନିତୁ ବୋଲି, ନିତୁ ଦିଦି ବୋଲି। ଜଗନ୍ନାଥ ପରେ ପ୍ରାର୍ଥନା କରିବି, ଜଗତର ନାଥ ଜଗନ୍ନାଥ କାଳିଆ ସାନ୍ତ ପତିତ ପାବନ ବାନା ଷାଠିଏ ପୋଟି ଠିଆ ମୋ ଚକା ଠିଆ ପାଖରେ ନିବେଦନ କରିବି ସେ ଭଉଣୀ ପାଇଁ ସଦା ସର୍ବଦା ତାକୁ ଖୁସିରେ ରଖିବେ। ଏହା ହିଁ ମୋ ମନ ହୃଦୟର ସ୍ପନ୍ଦନରେ ଆସୁଛି ଏବଂ ପରିପ୍ରକାଶ କରୁଛି ଗଣମାଧ୍ୟମ ଆଗରେ। ପ୍ରଣାମ, ଜୟ ଜଗନ୍ନାଥ।